କିଏ ସେ ମା ହିଙ୍ଗୁଳା? କ'ଣ ରହିଛି ମା ହିଙ୍ଗୁଳାଙ୍କ ଜନ୍ମ କାହାଣୀ? କାହିଁକି ବର୍ଷାରେ ବି ଲିଭେ ନାହିଁ ହିଙ୍ଗୁଳାଙ୍କ ଅଗ୍ନି? କାହିଁକି ମାଙ୍କ ବିନା ଶ୍ରୀମନ୍ଦିରରେ ଚୁଲି ଜଳେ ନା? କଡ଼ବାସିନୀ ମା ସାରଳା, ତାଳ ଚେରବେଳେ ମା ହିଙ୍ଗୁଳା ଡାକିଲେ ଓ କରନ୍ତି, ଦୁଃଖରେ ଦୁଃଖ ହରନ୍ତି। ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ ପୂଜା ପାଆନ୍ତି ମା ହିଙ୍ଗୁଳା ଦେବୀ। ମା ହିଙ୍ଗୁଳାଙ୍କ ବିନା ସବୁ କିଛି ଅସମ୍ଭବ। ଶ୍ରୀମନ୍ଦିରର ଅଭଡ଼ା ତ ଦୂରର କଥା, ରୋଷେଇ ଶାଳରେ ଚୁଲି ବି ଜଳେନି। ତେବେ ଜାଣନ୍ତି କି ଓଡ଼ିଶାକୁ କେମିତି ଆସିଲେ ମା ହିଙ୍ଗୁଳା? ପ୍ରକୃତରେ ମାଙ୍କ ରୂପ କ'ଣ? ମା ଅଛନ୍ତି କେଉଁଠି? ଆଜି ଆମେ କହିବୁ ଏହି ସବୁର କାହାଣୀ। ରାଜା ଇନ୍ଦ୍ରଦ୍ୟୁମ୍ନ ମହାପ୍ରଭୁ ଜଗନ୍ନାଥଙ୍କ ଭୋଗ ପାଇଁ ମା ହିଙ୍ଗୁଳାଙ୍କୁ ଶ୍ରୀକ୍ଷେତ୍ର ଆଣିଥିଲେ। ବାଟରେ ଫେରିବା ବେଳେ ମା ହିଙ୍ଗୁଳା ତାଳଚେର ସ୍ଥିତ ଗୋପାଳ ପ୍ରସାଦଠାରେ ଅନୁଧ୍ୟାନ ହୋଇଗଲେ। ପରେ ନଳବଂଶୀ ରାଜାଙ୍କୁ ସ୍ୱପ୍ନାଦେଶ କରିଥିଲେ, ମୋତେ ଏହି ଜାଗା ପସନ୍ଦ, ସେଥିପାଇଁ ମୁଁ ଏଇଠି ରହିବି। ଏଠାରେ ହିଙ୍ଗୁଳା ପୀଠ ସ୍ଥାପନ କରିବା ପାଇଁ ମା କହିଥିଲେ। ପରେ ମା ହିଙ୍ଗୁଳା ସିଂହଦା ନଦୀ କୂଳରେ ଅଗ୍ନି ରୂପ ମାଙ୍କ ପୀଠ ସ୍ଥାପନ କରାଯାଇଥିଲା। କିନ୍ତୁ ପୌରାଣିକ ଆଖ୍ୟା ଅନୁଯାୟୀ ମା ହିଙ୍ଗୁଳା ଶ୍ରୀମନ୍ଦିରରେ ବିଜେ କରିବା ଦରକାର। ତେଣୁ ଗଜପତି ମହାରାଜ ମା ହିଙ୍ଗୁଳାଙ୍କ ଆଶୀର୍ବାଦରେ ମାଙ୍କୁ ଶ୍ରୀକ୍ଷେତ୍ରକୁ ଆଣିଥିଲେ। ସେହି ଦିନଠାରୁ ରୋଷେଇ ପୀଠକୁ ହିଙ୍ଗୁଳା ପୀଠ ବୋଲି କୁହାଯାଇଛି। ମହାପ୍ରସାଦ ପ୍ରସ୍ତୁତି ପୂର୍ବରୁ ପ୍ରଥମେ ହିଙ୍ଗୁଳା ପୀଠରେ ହୋମ ପୂଜା କରାଯାଏ। ତାଳଚେରର ଗୋପାଳ ପ୍ରସାଦ ମାଙ୍କ ପୂଜାସ୍ଥଳୀ ହୋଇଥିବା ବେଳେ ଶ୍ରୀମନ୍ଦିରର କର୍ମସ୍ଥଳୀ ଭାବେ ପରିଚିତ। ପ୍ରତିବର୍ଷ ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀରେ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୋଇଥାଏ। 9 ଦିନ ଧରି ବହୁ ଆଡ଼ମ୍ବର ସହ ମାଙ୍କ ଏହି ଯାତ୍ରା ପାଳିତ ହୋଇଥାଏ। ମାଙ୍କର ପୂଜାସ୍ଥଳୀ ଗୋପାଳ ପ୍ରସାଦ ହୋଇଥିଲେ ବି ଯାତ୍ରା ବେଳେ ମା କେଉଁଠାରେ ଉଭା ହେବେ ଦେହୁରୀମାନଙ୍କୁ ସ୍ୱପ୍ନାଦେଶ ହୋଇଥାଏ। ସ୍ୱପ୍ନାଦେଶ ପାଇବା ପରେ ଦେହୁରୀମାନେ ଦେବୀଙ୍କ ସନ୍ଧାନରେ ସେହି ଜାଗାକୁ ଯାଇ ଅଗ୍ନି ରୂପରେ ଦର୍ଶନ କରିଥାନ୍ତି। ପରେ ମନ୍ତ୍ର ଉଚ୍ଚାରଣ କରିବା ସହ ଚନ୍ଦନ କାଠ ଓ ଘିଅରେ ଆହୁତି ଦେଇ 9 ଦିନ ପୂଜା ଆରମ୍ଭ କରିଥାନ୍ତି। ଏହି 9 ଦିନ ମଧ୍ୟରେ ନିଶ୍ଚିତ ରୂପରେ ବର୍ଷା ହୁଏ। କିନ୍ତୁ ଅଲୌକିକର କଥା, ମାଙ୍କ ଉଭାସ୍ଥଳରେ ସଂଯୋଗ ଅଗ୍ନି ବର୍ଷା ଜଳରେ ଲିଭିନଥାଏ। କୁହାଯାଏ ଏହିସବୁ ମାଙ୍କ ମହିମା। ମା ହିଙ୍ଗୁଳାଙ୍କ ଦର୍ଶନ କଲେ ଘୋଷା ଯାତ୍ରା ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ତେବେ ଆଜି ପାଇଁ ଏତିକି ଦର୍ଶକ ବନ୍ଧୁ, ପୁଣି ଦେଖାହେବ ନୂଆ ଏକ ରହସ୍ୟମୟ କାହାଣୀକୁ ନେଇ। ସେତିକି ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ମା ହିଙ୍ଗୁଳା।